ମାନସିଂଙ୍କ କେଉଁ ନାଟକ ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉତ୍ତୋଳନ କରିଛି? ଉତ୍ତର ନଷ୍ଟ ନୀଡ଼। କେଉଁ ନାଟ୍ୟକାର ଓଡ଼ିଆ ମଞ୍ଚ ନାଟକରେ ପ୍ରଥମେ କଭର ସିନ୍ର ପ୍ରୟୋଗ କରିଥିଲେ? ଉତ୍ତର କାଳୀଚରଣ ପଟ୍ଟନାୟକ। ଏଥିମଧ୍ୟରୁ କେଉଁଟି କାର୍ତ୍ତିକ କୁମାର ଘୋଷଙ୍କ ନାଟକ ନୁହେଁ? ଉତ୍ତର ସାଧବ ଝିଅ। କାର୍ତ୍ତିକ କୁମାର ଘୋଷଙ୍କ ରଚିତ ପ୍ରଥମ ନାଟକର ନାମ କ'ଣ? ଉତ୍ତର ଲକ୍ଷହୀରା। ଓଡ଼ିଶାର ରଙ୍ଗମଞ୍ଚ ଓ ମୋ ନାଟକ ଜୀବନ ଗ୍ରନ୍ଥର ଲେଖକ କିଏ? ଉତ୍ତର କାର୍ତ୍ତିକ କୁମାର ଘୋଷ। ବିପ୍ଳବୀ କୃତିବାସ ନାଟକର ନାଟ୍ୟକାର କିଏ? ଉତ୍ତର ପରଶୁରାମ ହରିଚନ୍ଦନ। ଖ-ସ୍ତମ୍ଭର ନାଟ୍ୟକୃତିକୁ ଖ-ସ୍ତମ୍ଭର ନାଟ୍ୟକାରଙ୍କ ସହିତ ସମ୍ପର୍କିତ କର। କ-ସ୍ତମ୍ଭ ଖ-ସ୍ତମ୍ଭ। ବିଚାର କାର୍ତ୍ତିକ କୁମାର ଘୋଷ। ସୁଶୀଳ କୁମୁଦ ସୀତାଦେବୀ ଖାଡ଼ଙ୍ଗା। ସହୋଦର ରାମଚନ୍ଦ୍ର ସ୍ୱାଇଁ। ଦିଗ୍ବିଜୟୀ କପିଳେନ୍ଦ୍ର ପରଶୁରାମ ହରିଚନ୍ଦନ। ଗୋପାଳ ଛୋଟରାୟଙ୍କ ରଚିତ ପ୍ରଥମ ପୂର୍ଣ୍ଣାଙ୍ଗ ନାଟକର ନାମ କ'ଣ? ଉତ୍ତର ଫେରିଆ। ସହଧର୍ମିଣୀ ଏକାଙ୍କିକାର ରଚୟିତା କିଏ? ଉତ୍ତର ଗୋପାଳ ଛୋଟରାୟ। ଏଥିମଧ୍ୟରୁ କେଉଁଟି ରାମଚନ୍ଦ୍ର ମିଶ୍ରଙ୍କ ରଚିତ ପ୍ରଥମ ନାଟକ? ଉତ୍ତର ଅଭିମାନ। ଅଭାଗିନୀର ସ୍ୱର୍ଗ ନାଟକର ନାଟ୍ୟକାର କିଏ? ଉତ୍ତର ଗୋପାଳ ଛୋଟରାୟ। ବହୁଚର୍ଚ୍ଚିତ ଭରସା ନାଟକର ନାଟ୍ୟକାର କିଏ? ଉତ୍ତର ଗୋପାଳ ଛୋଟରାୟ। ନରୋତ୍ତମ ଦାସ କହେ ନାଟକର ନାଟ୍ୟକାର କିଏ? ଉତ୍ତର କାଳୀଚରଣ ପଟ୍ଟନାୟକ। ଏଥିମଧ୍ୟରୁ କେଉଁଟି ପ୍ରାଣବନ୍ଧୁ କରଙ୍କ ନାଟ୍ୟକୃତି ନୁହେଁ? ଉତ୍ତର ଅଦିନ ମେଘ। କ-ସ୍ତମ୍ଭର ନାଟ୍ୟକୃତିକୁ ଖ-ସ୍ତମ୍ଭର ନାଟ୍ୟକାରଙ୍କ ସହିତ ମିଳାଅ। କ-ସ୍ତମ୍ଭ ଖ-ସ୍ତମ୍ଭ। ଶ୍ୱେତପଦ୍ମା ପ୍ରାଣବନ୍ଧୁ କର। ରକ୍ତମନ୍ଦାର କାଳୀଚରଣ ପଟ୍ଟନାୟକ। ଶଙ୍ଖାସିନ୍ଦୂର ଗୋପାଳ ଛୋଟରାୟ। ଭାଇ ଭାଉଜ ରାମଚନ୍ଦ୍ର ମିଶ୍ର। ଗୋପାଳ ଛୋଟରାୟଙ୍କ ନିମ୍ନୋକ୍ତ ନାଟକ ମଧ୍ୟରୁ କେଉଁଟି ଏକ ରାଜନୀତିକ ନାଟକ? ଉତ୍ତର ପର-କଲମ। ଏଇ ମାଟି ଅନେକ ଆକାଶ ନାଟକର ନାଟ୍ୟକାର କିଏ? ଉତ୍ତର ପ୍ରାଣବନ୍ଧୁ କର। କେଉଁ ନାଟ୍ୟକୃତି ପାଇଁ ଗୋପାଳ ଛୋଟରାୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ହାସ୍ୟରସର ନାଟକ। ମନୋରଞ୍ଜନ ଦାସଙ୍କ ରଚିତ ପ୍ରଥମ ନାଟକର ନାମ କ'ଣ? ଉତ୍ତର ରାତ୍ରି। ଘର ସଂସାର ନାଟକର ନାଟ୍ୟକାର କିଏ? ଉତ୍ତର ରାମଚନ୍ଦ୍ର ମିଶ୍ର। କେଉଁ ନାଟକ ପାଇଁ ଗୋପାଳ ଛୋଟରାୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର ତିନୋଟି ଅପେରା ଏକତ୍ର। ଏଥିମଧ୍ୟରୁ ମନୋରଞ୍ଜନ ଦାସଙ୍କ କେଉଁ ନାଟକଟି ପାରମ୍ପରିକ ନାଟକ ନୁହେଁ? ଉତ୍ତର ଅବରୋଧ। କେଉଁ ମସିହାରେ ଗୋପାଳ ଛୋଟରାୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 1982। ଅମୃତସ୍ୟ ପୁତ୍ରଃ ନାଟକର ନାଟ୍ୟକାର କିଏ? ଉତ୍ତର ମନୋରଞ୍ଜନ ଦାସ। କେଉଁ ନାଟକ ପାଇଁ ରାମଚନ୍ଦ୍ର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ନାଟକ ରୀତିମତ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓଡ଼ିଆ ନାଟକ କେଉଁଟି? ଉତ୍ତର ଅରଣ୍ୟ ଫସଲ। ଏଥିମଧ୍ୟରୁ କେଉଁଟି ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟକୃତି ନୁହେଁ? ଉତ୍ତର କିରାଣୀ। ଗୋପାଳ ଛୋଟରାୟଙ୍କର ହାସ୍ୟରସର ନାଟକ କେଉଁ ଧରଣର ରଚନା? ଉତ୍ତର ଏକାଙ୍କିକା। ମନୋରଞ୍ଜନ ଦାସ କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 1971। କ-ସ୍ତମ୍ଭର ନାଟ୍ୟ ଚରିତ୍ର ସହିତ ଖ-ସ୍ତମ୍ଭର ନାଟକକୁ ସମ୍ପର୍କିତ କର। କ-ସ୍ତମ୍ଭ ଖ-ସ୍ତମ୍ଭ। ମୋହନ ଭରସା। ସୁବ୍ରତ ଅରଣ୍ୟ ଫସଲ। ମାଧବ ପୁଆଣୀ ଘର। ଜୟୀ ଭାତ। କ୍ଳାନ୍ତ ପ୍ରଜାପତି ନାଟକର ସ୍ରଷ୍ଟା କିଏ? ଉତ୍ତର ମନୋରଞ୍ଜନ ଦାସ। କିସ ବୁଣି ଦେଖା ନ ଯାଏ ନାଟକର ନାଟ୍ୟକାର କିଏ? ଉତ୍ତର ରାମଚନ୍ଦ୍ର ମିଶ୍ର। ନଷ୍ଟ ଉର୍ବଶୀ ନାଟ୍ୟକୃତିର ସ୍ରଷ୍ଟା କିଏ? ଉତ୍ତର ଗୋପାଳ ଛୋଟରାୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମନୋରଞ୍ଜନ ଦାସଙ୍କ ନାଟ୍ୟକୃତି? ଉତ୍ତର କାଠଘୋଡ଼ା। ମ୍ୟାନେଜର କାହାର ନାଟ୍ୟକୃତି? ଉତ୍ତର ରାମଚନ୍ଦ୍ର ମିଶ୍ର। କେଉଁ ନାଟକ ପାଇଁ ମନୋରଞ୍ଜନ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି?
ଉତ୍ତର ଛୋଟ ନାଟକ। ଏଥିମଧ୍ୟରୁ କେଉଁଟି ଗୋପାଳ ଛୋଟରାୟଙ୍କ ରଚିତ ସମ୍ପୂର୍ଣ୍ଣ ବେତାର ନାଟକ ସଂକଳନ? ଉତ୍ତର ପୂରାପୂରି ପାରିବାରିକ। ରାମଚନ୍ଦ୍ର ମିଶ୍ରଙ୍କ ମୂଲିଆ ନାଟକ କେବେ ରଚିତ ହୋଇଥିଲା? ଉତ୍ତର 1946। ମନୋରଞ୍ଜନ ଦାସ ପାଇଥିବା ପୁରସ୍କାରର ସମୟ ନିରୂପଣ ପୂର୍ବକ ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 1964। ସାରଳା ପୁରସ୍କାର 1990। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର 1978-79। ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର 2004। ମନୋରଞ୍ଜନ ଦାସଙ୍କ କେଉଁ ନାଟକ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ଧାରାର ସୂତ୍ରପାତ କରିଥିଲା? ଉତ୍ତର ଆଗାମୀ। ଗୋପାଳ ଛୋଟରାୟ ଫକୀରମୋହନ ସେନାପତିଙ୍କ ପେଟେଣ୍ଟ ମେଡିସିନ ଗଳ୍ପର ଗୀତିନାଟ୍ୟ ରୂପକୁ କେଉଁ ନାମରେ ନାମିତ କରିଥିଲେ? ଉତ୍ତର ଶ୍ରୀମତୀଙ୍କ ସମାର୍ଜନୀ। ରାମଶଙ୍କର ରାୟଙ୍କ ବନବାଳା ନାଟକ ସେକ୍ସପିୟରଙ୍କ କେଉଁ ନାଟକକୁ ଅନୁସରଣ କରିଛି? ଉତ୍ତର ଟେମ୍ପେଷ୍ଟ। କେଉଁ ନାଟ୍ୟକାରଙ୍କୁ ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ସ୍ରଷ୍ଟା ଭାବେ ଆଖ୍ୟାୟିତ କରାଯାଇଛି? ଉତ୍ତର ମନୋରଞ୍ଜନ ଦାସ। କେଉଁ ନାଟକ ପାଇଁ କମଳଲୋଚନ ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଏକାଙ୍କିକା ତରଙ୍ଗ। କିଏ ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତିଙ୍କ ଗୀତିନାଟ୍ୟକୁ ଆଧୁନିକ ନାଟ୍ୟ ରୂପ ଦେଇଥିଲେ? ଉତ୍ତର ଗୋପାଳ ଛୋଟରାୟ। ମନୋରଞ୍ଜନ ଦାସ କେଉଁ ନାଟକ ପାଇଁ ସାରଳା ପୁରସ୍କାର ଲାଭ କରିଥିଲେ? ଉତ୍ତର ନନ୍ଦିକା କେଶରୀ। ଡାକ ବଙ୍ଗଳା ନାଟକର ନାଟ୍ୟକାର କିଏ? ଉତ୍ତର କମଳଲୋଚନ ମହାନ୍ତି। ମନୋରଞ୍ଜନ ଦାସଙ୍କ ଆଗାମୀ ନାଟକର ରଚନାକାଳ କେତେ? ଉତ୍ତର 1950। ବେଗମ କୋଠି ନାଟକର ନାଟ୍ୟକାର କିଏ? ଉତ୍ତର ସୁରେନ ମହାନ୍ତି। ମାଣିକ ଯୋଡ଼ି ନାଟକର ନାଟ୍ୟକାର କିଏ? ଉତ୍ତର ଭଞ୍ଜକିଶୋର ପଟ୍ଟନାୟକ। କଂସା କବାଟ ନାଟକର ନାଟ୍ୟକାର କିଏ? ଉତ୍ତର ବ୍ୟୋମକେଶ ତ୍ରିପାଠୀ। ରାତ୍ରି ଗୋ ତୁମେ କଥା କୁହ ନାଟକର ସ୍ରଷ୍ଟା କିଏ? ଉତ୍ତର ଯଦୁନାଥ ଦାସ ମହାପାତ୍ର। ନିମ୍ନୋକ୍ତ ନାଟକ ମଧ୍ୟରୁ ମନୋରଞ୍ଜନ ଦାସଙ୍କ କେଉଁ ନାଟକ ନବନାଟ୍ୟ ଧାରା ଅନ୍ତର୍ଭୁକ୍ତ ନୁହେଁ? ଉତ୍ତର ଯୌବନ। କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ଘର ବାହୁଡ଼ା କମଳଲୋଚନ ମହାନ୍ତି। ଜହର ଭଞ୍ଜକିଶୋର ପଟ୍ଟନାୟକ। ରାଜମୁକୁଟ ବ୍ୟୋମକେଶ ତ୍ରିପାଠୀ। ଅଶାନ୍ତ ଦ୍ରୌପଦୀ ଯଦୁନାଥ ଦାସ ମହାପାତ୍ର। ଅଥବା ଅନ୍ଧାର ନାଟକର ନାଟ୍ୟକାର କିଏ? ଉତ୍ତର ଯଦୁନାଥ ଦାସ ମହାପାତ୍ର। ତୋଳା କନିଆ କାହାର ନାଟ୍ୟକୃତି? ଉତ୍ତର କମଳଲୋଚନ ମହାନ୍ତି। ଏଥିମଧ୍ୟରୁ କେଉଁଟି ଭଞ୍ଜକିଶୋର ପଟ୍ଟନାୟକଙ୍କ ନାଟ୍ୟକୃତି ନୁହେଁ? ଉତ୍ତର ଅଭ୍ୟୁଦୟ। ଚରିତ୍ର ଦୃଷ୍ଟିରୁ ମନୋରଞ୍ଜନ ଦାସଙ୍କ ନିମ୍ନୋକ୍ତ ନାଟକର ଉପଯୁକ୍ତ କ୍ରମ ରକ୍ଷା ପୂର୍ବକ ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ବେବୀ ଅରଣ୍ୟ ଫସଲ। ସୁଚେତା ଅମୃତସ୍ୟ ପୁତ୍ର। ଦୀପା କାଠଘୋଡ଼ା। ସରସୀ ଆଗାମୀ। ଏଥିମଧ୍ୟରୁ କେଉଁଟି କମଳଲୋଚନ ମହାନ୍ତିଙ୍କ ନାଟ୍ୟକୃତି ନୁହେଁ? ଉତ୍ତର ଝଡ଼ ରାତି। ଯଦୁନାଥ ଦାସ ମହାପାତ୍ରଙ୍କ ନିମ୍ନୋକ୍ତ ନାଟକ ମଧ୍ୟରୁ କେଉଁଟି ଐତିହାସିକ ନାଟକ? ଉତ୍ତର ସୂର୍ଯ୍ୟ ମନ୍ଦିର। ଏଥିମଧ୍ୟରୁ କେଉଁଟି ଗୋପାଳଚନ୍ଦ୍ର ପଟ୍ଟନାୟକଙ୍କୁ ନାଟକ କ୍ଷେତ୍ରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଆଣି ଦେଇଥିଲା? ଉତ୍ତର ସମୁଦ୍ର ମନ୍ଥନ। ମନୋରଞ୍ଜନ ଦାସଙ୍କ ନିମ୍ନୋକ୍ତ ନାଟକ ମଧ୍ୟରୁ କେଉଁଟି ଯାତ୍ରା ନାଟକ ପରିସରଭୁକ୍ତ? ଉତ୍ତର କାଠଘୋଡ଼ା। ଝରା ବଉଳ ନାଟକର ନାଟ୍ୟକାର କିଏ? ଉତ୍ତର ବସନ୍ତ କୁମାର ମହାପାତ୍ର। ସବାଶେଷ ଲୋକ ନାଟକର ନାଟ୍ୟକାର କିଏ? ଉତ୍ତର ଜଗନ୍ନାଥ ପ୍ରସାଦ ଦାସ। ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲ କେଉଁ ଧରଣର ନାଟକ? ଉତ୍ତର ସ୍ଥିତିବାଦୀ।